ଏଥିରେ କି ସନ୍ଦେହ ଅଛି କି ପ୍ରଧାନମନ୍ତ୍ରୀ 7 ମାସରେ 5 ଥର ଆସିଲେ ଏବଂ ଏବେ ଥର 6 ଥର ଆସୁଛନ୍ତି ଗୋଟେ ବର୍ଷ ଭିତରେ ଏବଂ ନିର୍ବାଚନ ପରେ କେବଳ ଆସିନା ନିର୍ବାଚନ ପୂର୍ବରୁ ତିନିଟା ନାଇଟ୍ ହୋଲ୍ଡ ଭାରତବର୍ଷରେ କୋଉଠି କରିନଥିବେ ଇଲେକ୍ସନ ପୂର୍ବରୁ 6 ଥର ଆସିଛନ୍ତି ସମ୍ବଲପୁର ନିର୍ବାଚନ ଘୋଷଣା ପୂର୍ବରୁ ସମ୍ବଲପୁର ପୁଣି ଚଣ୍ଡିଖୋଲ ତାପରେ ଯୋଉ 4 ଥର ଆସିଛନ୍ତି ଗୋଟିଏ ଥର ଆସିକି ପଳେଇଛନ୍ତି 3 ଥର ନାଇଟ୍ ହୋଲ୍ଡ କରିଛନ୍ତି ଏବଂ ଓଡ଼ିଶାକୁ ଆଗକୁ ନେବା ପାଇଁ ଯୋଉ ସମ୍ଭାବନା ସରକାର ହେବା ପୂର୍ବରୁ ସେ କହିଲେ ଯେ ଓଡ଼ିଶା 1 ନମ୍ବର ରାଜ୍ୟ ହେଇପାରିବ ଯୋଉ ସମ୍ଭାବନା ଅଛି ଯୋଉ ପ୍ରକୃତି ବୈଭବ ଅଛି ଯୋଉ ସ୍ଥିତି ଅଛି ଓଡ଼ିଶା 1 ନମ୍ବର ରାଜ୍ୟ ହେଇପାରିବ ତେଣୁ ତାପରେ ସେ ଏମ୍ଫାସିସ୍ ଦଉଛନ୍ତି ଗୁରୁତ୍ୱ ଦଉଛନ୍ତି ଏବଂ ବର୍ଷ ପୂର୍ତ୍ତିରେ ମଧ୍ୟ ସେ ଯୋଗ ଦେବାକୁ ଆସୁଛନ୍ତି 20 ତାରିଖ ଦିନ ଏଠି ଯୋଗ ଦେବେ ଏବଂ ଜନତା ମଇଦାନରେ 1 ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଇ କୋଣ ଫେରିବେ ଏତ ନାଇଟ୍ ହୋଲ୍ଡ ନାହିଁ ବିହାରରୁ ଆସିବେ ଏଠି କାର୍ଯ୍ୟକ୍ରମ କରିକି ପୁଣି ଯିବେ ଭାଇଜାଗରେ ସକାଳୁ ଯୋଗ ଦିବସ ବି ଆଟେଣ୍ଡ କରିବେ ସେଠି ରାତି ତାଙ୍କ ମିଟିଂ ଅଛି ଏଠି 2 ଘଣ୍ଟା ପାଇଁ ଆସିବେ ଏଠି କେନ୍ଦ୍ରମନ୍ତ୍ରୀ ଏପର୍ଯ୍ୟନ୍ତ କିଛି ଆସିଲେ ଜଣାଇ ଦିଆଯିବ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆସିବେ ସେଇଟା ସ୍ଥିର ଏବଂ ଟାଇମ୍ ଟେବୁଲ ଟେଣ୍ଟାଟିଭ୍ 3ଟା ଆଗ ପଛ ହେଇପାରେ ସମୟ 10 ଦିନ ଅଛି ଠିକ୍